ନଳ ନଳ ସୋରିଷ ଦେଇକି ମସଲା ଦେଇକି ଟିକେ ବନେଇଦେବ। ଦେଖନ୍ତୁ ମୁଁ ଆଧିରେ ଦେଇଦିଅ ସବୁ ଭାତ ହେଇଗଲାଣି। ମସଲା ଥୋଇଛି କିନ୍ତୁ ଆଧିରେ ଅଦାଟା ରଖିନି କାହିଁକିନା ମୋ ପୁଅ କାନ୍ଦିଲା ବୋଲି ଏଗାରଟା ମୋର ଆଉ କୋଡ଼ିଏ। ମନ ନାହିଁ କିନ୍ତୁ ମୁଁ ବାଟିଛି ଆଧିରେ। ଆପଣ ବି ବାଟି ପାରିବେ ଅଦା ଆଉ ରୁଚି ମସଲା ଏତିକି କମି ଅଛି କିନ୍ତୁ ମୁଁ ମସଲା କି ବାଟି ଦେଇଛି। ତାପରେ ଲୁଣ ହଳଦୀ ଭଲରେ ଗୋଳେଇ ଦେବା। ତାପରେ ତାକୁ ଫାଳେ ଲେମ୍ବୁ ଚୁପୁଡ଼ି ଦେବେ ତା ଫ୍ଲେଭରଟା ଆହୁରି ଭଲ ଆସିବ। ମାଛ ଛାଣିଲା ବେଳେ ବାସ୍ନାଟା ବି ଭଲ ଆସିବ। ମାଛ ପକେଇଦବା। ତାପରେ ଆମେ ଆଳୁ ପକେଇଦବା ମାଛ କାଢ଼ି ସାରିକି ଆଳୁ ପକେଇବା। ଆଳୁକୁ ଭଲରେ ଖଡ଼ିଦେବା। ତାପରେ ଡାଲଚିନି ଗୁଜୁରାତି ତାପରେ ଫୁଟି ଆଇଲା ବେଳକୁ ଆମେ ମାଛଟାକୁ ଛଣା ମାଛଟାକୁ ପକେଇଦେବା। ତାପରେ ହେଲା ପରେ ତରକାରୀ ହେଲା ପରେ ଆମେ ଧନିଆ ପତ୍ର ତା ଦେହରେ ପକେଇବା। ତରକାରୀଟା କେମିତି ହେଇଛି କିନ୍ତୁ ଟେଷ୍ଟ ମନେ କରି ରଖିବ କହିବ। ମାଛ ତରକାରୀ କଲାବେଳେ କିନ୍ତୁ ସୋରିଷ ତେଲରେ କରିବେ ତା ଟେଷ୍ଟଟା ଅଲଗା ଆସେ।